ଆମେ ଆଉ ଥରେ ଯିବା ପାଇଁ ବର୍ତ୍ତମାନ ତାଙ୍କ ପରିବାର ସହିତ ମୁଁ ଅଛି ଯେ ବଡ଼ ପୁଅଙ୍କ ସହିତ ପୁଣି ସାନ ମଝିଆ ସମସ୍ତେ ଚାରି ଭାଇ ଅଛନ୍ତି। ତେଣୁ ବାପାଙ୍କର କିଛି ଜୀବନ୍ତ ଇତିହାସ ଅନୁଭୂତି ହେବା କଥା ମୁଁ ବର୍ତ୍ତମାନ ବଡ଼ ପୁଅଙ୍କ ପାଖକୁ ଯାଏ। ଆଜ୍ଞା ଟିକେ ଆଗକୁ ଆସି ପଡ଼େ ମାନେ ବାପାଙ୍କ ସହିତ ପରାମର୍ଶ ଗୁଡ଼ାକ ଆପଣ କୋଉଟା ଅନୁପ୍ରାଣିତ କରି ଆଜି ପ୍ରମୁଖ ସେବାରେ ଜାଗତିକ ମନରେ ଆତ୍ମିକ ମନ ଉପରେ କାମ କରୁଛନ୍ତି? ମୋ ନାମ ପାଳକ ସୁବୋଧ କୁମାର ବର୍ଦ୍ଧନ ଆଉ ମୋ ବାପା ଆଚାର୍ଯ୍ୟ ଶାନ୍ତମୂର୍ତ୍ତି ବର୍ଦ୍ଧନଙ୍କର ପ୍ରଥମ ପୁତ୍ର ଅଟେ। ଆଉ ଯେତେବେଳେ ମୁଁ 10th କ୍ଲାସ୍ ପଢ଼ୁଥିଲି ସେଇ ସମୟରେ ହିଁ ବାପା ମୋତେ କହିଲେ ଯେ ବାବୁ ତୁମକୁ ପ୍ରଭୁଙ୍କର ସେବାରେ ଯିବାକୁ ହବ। ଆଉ ସେତେବେଳେ ମୁଁ କରିବି କି ନାହିଁ କୌଣସି ନିଷ୍ପତ୍ତି ନେଇନଥିଲି, ତଥାପି ପିତାଙ୍କର ଏକ ଆଜ୍ଞାଧୀନ ପୁତ୍ର ଭାବରେ ଆଉ ତାଙ୍କର ଆଦେଶ ମାନି ଆଉ ମୁଁ ବାଇବେଲ ଟ୍ରେନିଂ ଗଲି। ଆଉ 1989 ଅଗଷ୍ଟରେ ଆଉ ସେଠି ମୁଁ GTH ଗ୍ରାଜୁଏସନ୍ ଇନ୍ ଥିଓଲୋଜି କମ୍ପ୍ଲିଟ୍ କଲି। ଆଉ ସେଇ ଦିନାବଧି ଆଜି ପର୍ଯ୍ୟନ୍ତ ପ୍ରଭୁଙ୍କର ସେବାରେ ରହିଛି। ଆଉ ମୋର ସେବା କାଳରେ ବହୁତ କିଛି ଘାତ ପ୍ରତିଘାତ ଆସିଛି, କିନ୍ତୁ ବାପା ସେ ଯେଉଁ ଆଦର୍ଶ ଦେଖେଇଲେ, ଯଥା ସେ ପାଞ୍ଚ ଥର ଉପବାସ ପ୍ରାର୍ଥନା କଲେ ଏବଂ ସେ ଅନେକଙ୍କ ପାଇଁ ଆଦର୍ଶର କାରଣ ହେଲେ। ଏହି ପ୍ରକାର ଯେ ଲୋକମାନଙ୍କୁ ବାଇବେଲ ତାଲିମ ନେବା ନିମନ୍ତେ ଉତ୍ସାହିତ କଲେ ଆଉ ସୁସମାଚାର ପ୍ରଚାରକ ପାଳକ ହେବା ପାଇଁ ବହୁତ ଉତ୍ସାହିତ କରିଛନ୍ତି। ଆଉ ସେଇ ଜିନିଷ ଅନେକଙ୍କ ଜୀବନରେ ଘଟିଛି, ତାହା ମୋତେ ବହୁତ ଭଲ ଲାଗିଲା। ଯଦି ଅନ୍ୟମାନେ ବାପାଙ୍କର କଥାରେ ଅନୁପ୍ରାଣିତ ହୋଇ ପ୍ରଭୁଙ୍କର ସେବାରେ ଆଗକୁ ବଢ଼ୁଛନ୍ତି, ତେବେ ମୁଁ କାହିଁକି ନ କରିବି। ତ ଯଦ୍ୟପି ମୋ ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି, ତଥାପି ଆଉ ମୁଁ ପ୍ରତିକୂଳ ପରିସ୍ଥିତିରେ କେତୋଟି ବିଷୟ ମୁଁ ଶିଖିଛି, ଯଥା ଟଙ୍କା ଆସିବ ଆଉ ଯିବ, ପଦବୀ ଆସିବ ଆଉ ଯିବ, କିନ୍ତୁ ଈଶ୍ୱରଙ୍କର ଆହ୍ୱାନ କେବେ ମଧ୍ୟ ଆମଠାରୁ ଯିବ ନାହିଁ। ଯେକୌଣସି ପରିସ୍ଥିତିରେ ମଧ୍ୟ ପ୍ରଭୁଙ୍କର ସେବାରେ ଆଗକୁ ବଢ଼ିବା ନିମନ୍ତେ ପିତାଙ୍କର ଉତ୍ସାହ ଏବଂ ପରାମର୍ଶରେ ମୁଁ ଅନୁପ୍ରାଣିତ ହେଲି। ଆଉ ବର୍ତ୍ତମାନ ପ୍ରଭୁଙ୍କ ଦୟାରୁ ଆଉ ସୁନ୍ଦରଗଡ଼ରେ ପ୍ରାୟ 200 ସଭ୍ୟଙ୍କ ରୁ ଉର୍ଦ୍ଧ୍ୱ ଏକ ମଣ୍ଡଳୀ ଅଛି। ଆଉ ମୋର ପିତା ସେ ପ୍ରଭୁଙ୍କର ସେବା ଦେଖି ବହୁତ ଖୁସି। ସେହି ସ୍ଥାନରେ ବାଇବେଲ ୱିଡୋ ମିନିଷ୍ଟ୍ରି ଚାଲିଛି ଏବଂ ପିଲାମାନଙ୍କର ଶିଶୁମାନଙ୍କର ମଧ୍ୟ ହୋମ୍ ଚାଲିଛି। ସେଥିପାଇଁ ମୁଁ ମୋର ବାପାଙ୍କର ଉତ୍ସାହ ନିମନ୍ତେ ପରାମର୍ଶ ନିମନ୍ତେ ମୁଁ ତାଙ୍କଠାରେ ଧନ୍ୟବାଦ ଏବଂ କୃତଜ୍ଞ ଅଟେ। ଏହା ଥିଲା ପ୍ରଥମ ପୁତ୍ରଙ୍କର ମନ୍ତବ୍ୟ, କାରଣ ପିତାଙ୍କ ଉପଦେଶ ଜୀବନ ଦିଏ ବୋଲି ବାକ୍ୟ ପ୍ରକାଶ କରୁଛି। ଧନ୍ୟବାଦ। ପୁଣି ଆପଣଙ୍କ ମନର କଥା ଯାହା ବାପାଙ୍କ ସେବାର ଜୀବନ ବିଷୟରେ କଣ? ମୋ ନାଁ ନବୋଧ କୁମାର ବର୍ଦ୍ଧନ। ଆଉ କହିବାକୁ ଗଲେ ବାପା ଆମମାନଙ୍କୁ ଜନ୍ମ ଦେଲେ, ଆଉ ଜନ୍ମ ଦେଲେ ଯେ ସେତିକି ନୁହେଁ, ସେ ଆମକୁ ଭବିଷ୍ୟତ ତିଆରି କରିବା ପାଇଁ ଯେଉଁ ମାର୍ଗ ଦେଖେଇଛନ୍ତି, ସେ ମାର୍ଗକୁ ଆମେ ଭୁଲି ପାରୁନାହୁଁ। ତାଙ୍କର ପ୍ରତ୍ୟେକଟି କଥାକୁ ସର୍ବଦା ଆମକୁ ମନେ ପଡ଼େ। କିଛି ଦିନ ପୂର୍ବରୁ ବାପାଙ୍କର ଦେହ ଅସୁସ୍ଥ ହେଇଥିଲା, ଆଉ ମୁଁ କଟକ ଯାଇଥିଲି ବାପାଙ୍କୁ ଦେଖା କରିବା ପାଇଁ। ଆଉ ତାହା ଥିଲା ବାପାଙ୍କର ସହିତ ମୋର ଶେଷ ସାକ୍ଷାତ। ଆଉ ସେଇଠାରେ ଗୋଟିଏ କଥା କହିଲେ, ମୁଁ ଯାହା ସବୁ ତୁମକୁ ପରାମର୍ଶ ଦେଇଛି, ମୁଁ ମରିଗଲେ ଆଉ ସେ ପରାମର୍ଶ ପାଇପାରିବୁ ନାହିଁ। ତେଣୁ ଯେତେ ଗୁଡ଼ିକ ତୋତେ କହିଛି, ସେ ସବୁକୁ ଧ୍ୟାନ ରଖି କାର୍ଯ୍ୟ କରିବୁ। ନିହାତି ଏହା ବି ବାପାଙ୍କର କର୍ତ୍ତବ୍ୟ, ପିଲାମାନଙ୍କ ଦାୟିତ୍ୱ ନେଇଛନ୍ତି। ପ୍ରଭୁ ଆପଣଙ୍କୁ ବି ଆଶୀର୍ବାଦ କରନ୍ତୁ, ସାନ୍ତ୍ୱନା ଦିଅନ୍ତୁ। ପୁଣି 3 ନମ୍ବର ପୁତ୍ର ଭାଇ, କ'ଣ ଆପଣ ତ ନିଜେ ଗୋଟେ ଓଏସ୍ ପାଇଁ ଟ୍ରାଏ କରୁଥିଲେ କି କାହିଁକି ପ୍ରଭୁଙ୍କ ସେବା ପ୍ରତି ମନ ଦେଲେ? ମାନେ ଓଏସ୍ ପାଇଁ ପ୍ରିପେୟାର ହଉ ପ୍ରଭୁଙ୍କ ସେବା ରାଜ୍ୟ କାର୍ଯ୍ୟ କରିବା ପାଇଁ ମଛିଲେ କାହିଁକି ବାପାଙ୍କ ପରାମର୍ଶ କ'ଣ ଭିତରେ? ମୁଁ ଆଜିର ଦୁଃଖ ଦିନରେ ବାପାଙ୍କ ବିଷୟରେ ପଦେ କଥା କହିବା ପାଇଁ ମୁଁ ଏଠାରେ ଠିଆ ହେଇଛି। ଆଉ ଧନ୍ୟବାଦ ଆପଣଙ୍କୁ କି ଆପଣ ସୁଯୋଗ ଦେଲେ କି ବାପାଙ୍କ ଜୀବନରେ ଆପଣ କ'ଣ ଶିଖିଲେ। ଆମ ବାପା ଜଣେ ଆମକୁ ପିଲାଠାରୁ ବେଶୀ ଡିସିପ୍ଲିନରେ କଢ଼େଇ ନେଇଛନ୍ତି। ଆଉ
ପିଲାବେଳ ଠାରୁ ଆମକୁ ପ୍ରାର୍ଥନା, ବାଇବେଲ, ଚର୍ଚ୍ଚ, ସ୍କୁଲ ଏ ବିଷୟରେ ସେ ପ୍ରଥମରେ ପ୍ରଶ୍ନ ପଚାରିବେ। ଆଉ ଆମ ଘରେ ଇଭିନିଂ ଡିଭୋସନ୍ ହେବ। ଇଭିନିଂ ଡିଭୋସନ୍ରେ ପ୍ରଶ୍ନ ତାଙ୍କ ଆମ ପାଖରେ ଥିବ। ଯଦି ଆମେ ଏଥିରେ ଫେଲ୍ ହେଉଛୁ ତାହେଲେ ଆମକୁ ପନିସମେଣ୍ଟ ବି ମିଳୁଥିଲା। ସେ ପ୍ରକାର ତାଙ୍କ ଡିସିପ୍ଲିନ୍ରେ ଆମେ ମାନେ ବଢ଼ିଲୁ ଆଉ ସବୁବେଳେ ମାର୍ଗଦର୍ଶନ ଦେଉଥିଲେ। ଆଉ ତାଙ୍କ ଜୀବନ ବିଲକୁଲ ପ୍ରେୟରଫୁଲ୍ ଲାଇଫ୍ ଆଉ ପ୍ରଭୁଙ୍କର ପାଇଁ ଡେଡିକେଟେଡ୍ ଲାଇଫ୍ ଥିଲା। ଆଉ ତାଙ୍କେ ବାର ଉପବାସ ରହିକିରି ଜୀବନଯାପନ କାଟୁଥିଲେ। ଆମ ଜୀବନରେ ଆମ ବାପାଙ୍କର ଦ୍ୱାରା ଯେଉଁ ଗିଫ୍ଟ ଆମକୁ ମିଳିଛି ସେଇଟା ହେଉଛି ସେ ଆମମାନଙ୍କ ଜୀବନକୁ ସେ ପ୍ରଭୁଙ୍କ ହାତରେ ଦେଇଛନ୍ତି। ଆଉ ସେ ଆମ ପାଇଁ 4-5 ଥର 40ରୁ ଉର୍ଦ୍ଧ୍ୱ ଦିନ ଦିବାରାତ୍ର ଉପବାସ ସହିତ ପ୍ରଭୁଙ୍କଠାରେ ପ୍ରାର୍ଥନା କଲେ ଆଉ ହ୍ୟାଣ୍ଡ ଓଭର କଲେ ଆମର ଲାଇଫ୍, ସମସ୍ତଙ୍କର ଲାଇଫ୍। ସେଥିପାଇଁ ଆମେ ସବୁ ଭାଇ ଭଉଣୀମାନେ ପ୍ରଭୁଙ୍କର ସେବାରେ ଏମିତି ହିଁ ଲାଗିକିରି ଅଛୁ। କାହିଁକି ଆମମାନଙ୍କର ଜୀବନ ଆମ ହାତରେ ନାହିଁ, ପ୍ରଭୁ ଚଳାନ୍ତି। ଆଉ ଆମେମାନେ ମଣିଷ ହିସାବରେ ଯେଉଁଟା ବି ଚିନ୍ତା କରୁ, ପ୍ରୟାସ ବି କରୁ, ପ୍ରଭୁ କିଛି ନା କିଛି ମାଧ୍ୟମରେ ତାଙ୍କ ରାଜ୍ୟ କାର୍ଯ୍ୟ ପାଇଁ ହିଁ ଆମକୁ ଝିକିକି ନିଅନ୍ତି ଆଉ ତାଙ୍କ ରାଜ୍ୟ କାର୍ଯ୍ୟ ପାଇଁ ଆମମାନଙ୍କୁ ବ୍ୟବହାର କରନ୍ତି। ଆଉ ଆଜି ବି ଆମେମାନେ ତାଙ୍କ ରାଜ୍ୟ କାର୍ଯ୍ୟ ପାଇଁ ବ୍ୟବହାର ହେଉଛୁ। ବହୁତ ସାରା ହଜାର ଆତ୍ମା ମାନେ ପ୍ରଭୁଙ୍କର ନାମକୁ ଜାଣିପାରୁଛନ୍ତି। ଆଉ ଯେଉଁଟା ବାପାଙ୍କର ଦର୍ଶନ କି ପ୍ରଭୁଙ୍କର ରାଜ୍ୟ କାର୍ଯ୍ୟ ପ୍ରଚାର ପ୍ରସାର ହଉ ଆଉ ଲୋକମାନେ ପ୍ରଭୁଙ୍କୁ ଜାଣନ୍ତୁ। ଆଉ ପ୍ରାର୍ଥନା ଜୀବନଯାପନ କାଟ, ଉପବାସ ପ୍ରାର୍ଥନା ଜୀବନଯାପନ କାଟ, ସରଳ ଜୀବନଯାପନ କାଟ, ନମ୍ର ଜୀବନଯାପନ କାଟ, ସେଇଟା ହିଁ କାଟୁଛୁ। ଆଉ ଧନ୍ୟବାଦ ଆମର ଦୁଃଖୀ କରିବା ପାଇଁ ଆପଣମାନେ ପ୍ରାର୍ଥନା କରୁଥିବେ। ଥ୍ୟାଙ୍କ ୟୁ। ଇଏ ବି ଅତି ଭୟଙ୍କର କଥା, କାରଣ ଉପବାସ ପ୍ରାର୍ଥନା ବିନା କୌଣସି ଆଶୀର୍ବାଦ କୌଣସି ବ୍ୟକ୍ତି ପାଇବାଟା ତ ସୁବିଧା ନାହିଁ। ତେଣୁ ବାପାଙ୍କ ପାଖରେ ଅର୍ଥାତ୍ ଆମମାନଙ୍କର ପାଳକ ବର୍ଦ୍ଧନଙ୍କ ଜୀବନରେ ଏହା ଥିଲା। ପୁଣି ତାଙ୍କ ଜୁଇଁ ଅଛନ୍ତି, ଟିକେ ଜଷ୍ଟ ସର୍ଟଲି କହିବେ କ'ଣ? ପ୍ରଭୁ ନାମର ଗୌରବ ହେଉ। ଆଜିର ଦୁଃଖର ଦିନରେ ଆମେ ସମସ୍ତେ ଦୁଃଖିତ, ତଥାପି ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ଆଉ ସେ ବାକ୍ୟ ଅନୁସାରେ ଧାର୍ମିକ ଲୋକମାନଙ୍କର ମରଣ ପ୍ରଭୁଙ୍କର ସନ୍ତୋଷଜନକ, ସେ ଅନୁସାରେ ପ୍ରଭୁଙ୍କର ନିକଟକୁ ଯାଇଛନ୍ତି। ଆଉ ମୁଁ ତାଙ୍କର ବଡ଼ ଝିଅର ଜ୍ୱାଇଁ ଅଟେ। ଅନେକ ଦିନ ଉପବାସ ପ୍ରାର୍ଥନା ଦ୍ୱାରା ତାଙ୍କର ବଡ଼ ଝିଅକୁ ମୁଁ ମ୍ୟାରେଜ୍ କରିବା ପାଇଁ ପ୍ରଭୁ ଆଶୀର୍ବାଦ କଲେ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଛି। ଆଉ ବାପାଙ୍କ ଜୀବନ ଆମେ ଦେଖିବାକୁ ପାଇଛୁ, ସେ ଶାନ୍ତିପ୍ରିୟ ଲୋକ ଥିଲେ, ଅନ୍ୟମାନଙ୍କୁ ଦୟା ପ୍ରକାଶ କରୁଥିଲେ। ଆଉ ସେ ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା, ଦୁଃଖୀ ଜଣଙ୍କୁ ଦୟା କରିବା, ଆଉ କମ୍ପାସନ୍ ହାର୍ଟ ଥିଲା। ଆଉ ଏବେ ମଧ୍ୟ ଅନାଥ ଛୁଆମାନଙ୍କ ପାଇଁ ତାହାଙ୍କ ହୃଦୟ, ଯାହାଙ୍କ ଅନାଥ ଛୁଆମାନେ ତାହାଙ୍କ ପାଇଁ କାନ୍ଦୁଅଛନ୍ତି ଏବଂ ବିଧବାମାନେ ମଧ୍ୟ ଅନେକ ସେ ପ୍ରଭୁଙ୍କର ପ୍ରେମ ଦେଖାଇ ଅଛନ୍ତି। ମୋ ଜୀବନରେ ମଧ୍ୟ ମୁଁ ପ୍ରଥମେ ମାଆକୁ ହରାଇଲି, ଆଉ କେତେ ବର୍ଷ ପରେ ନିଜର ବାପାକୁ ହରାଇଲି। ନିଜର ବାପା ମାଆକୁ ହରାଇଲା ପରେ ଆଉ ଆମର ପ୍ରଭୁଙ୍କର ପ୍ରିୟ ଦାସ ଶାନ୍ତମୂର୍ତ୍ତି ବର୍ଦ୍ଧନ, ସେ ମୋର ବାପା ସ୍ୱରୂପ ହେଇଥିଲେ ଏବଂ ମାଆଙ୍କ ସହ ମାଆ ବି ଆମକୁ କେତେ ସ୍ନେହ ପ୍ରେମ ଦେଇଅଛନ୍ତି। ଆମର ପୁଅ ଝିଅକୁ ଆର୍ଥିକରେ ଦୁଃଖ ଅସୁବିଧା ସମୟରେ ସାହାଯ୍ୟ କରିଛନ୍ତି। ସେମାନେ ବାପା ମାଆଙ୍କର ପ୍ରେମ ଆମକୁ ଦେଇଅଛନ୍ତି, ତାହା ଆମେ କେବେ ଭୁଲି ପାରିବୁ ନାହିଁ। ଆଉ ସେ ଜଣେ ଧାର୍ମିକ ଲୋକ ଥିଲେ, ପ୍ରଭୁଙ୍କର ବିଶ୍ୱସ୍ତ ଲୋକ ଥିଲେ। ଆଉ ସବୁବେଳେ ସେ ଶାନ୍ତିରେ ଲୋକମାନେ କଥା ହେଉଥିଲେ, ହସି କଥା ହେଉଥିଲେ, ସମସ୍ତଙ୍କୁ ଭଲ ପାଉଥିଲେ, ପ୍ରେମ କରୁଥିଲେ। ଏବଂ ସେ ଶାନ୍ତିର ନୋବେଲ ପୁରସ୍କାର ପାଇବା ମଧ୍ୟ ଯୋଗ୍ୟ ବିବେଚିତ ଅଟନ୍ତି, ଯେହେତୁ ତାଙ୍କର ଜୀବନ ଶୈଳୀ ଏତେ ସୁନ୍ଦର ଥିଲା। ହିଂସା କ୍ରୋଧ କାହାକୁ କରିବା ନାହିଁ ବୋଲି ସେ ଉପଦେଶ ଦେଉଥିଲେ ଏବଂ ଆମକୁ ମଧ୍ୟ ଅନେକ ଉପଦେଶ ଦେଇଛନ୍ତି, ଯାହାକି ଆମମାନେ କେବେ ଅଧିକ ଆଶୀର୍ବାଦ ଆଣି ଦେଇଅଛି। ତାହାଙ୍କ ପ୍ରାର୍ଥନାରେ ଆମେ ଅନେକ ଆଜି ଉପକୃତ ହେଇଛୁ, ଶିକ୍ଷିତ ହେଇଛୁ, ଆଶୀର୍ବାଦ ପାଇଛୁ। ପ୍ରଭୁ ନାମ ଗୌରବ ହେଉ। ଆଉ ସେ ବାପା ଆମର ସମ୍ମାନୀୟ ବାପା, ସ୍ନେହର ବାପା ଶାନ୍ତମୂର୍ତ୍ତି ବର୍ଦ୍ଧନ, ଆଉ ସେ ଆଦର୍ଶ ସ୍ୱରୂପ ଯାଇଛନ୍ତି। ଆଉ ପ୍ରତ୍ୟେକ ଜୀବନରେ ସେ ସ୍ମରଣ ରହିବେ ଏବଂ ନିଶ୍ଚୟ ସେ ପ୍ରଭୁଙ୍କର ସହିତ ଅଛନ୍ତି, ତାଙ୍କର ଆତ୍ମା ପ୍ରଭୁଙ୍କ ସହିତ ଅଛି। ଏବଂ ଏହି ସୁନ୍ଦର ଦିବସ ପାଇଁ ପ୍ରଭୁ ଗୌରବ ହେଉ। ଏବଂ ଅନେକ ଲୋକମାନେ ସାକ୍ଷ୍ୟ ଦେଇଛନ୍ତି, ଉତ୍ତମ ସାକ୍ଷ୍ୟ ତାହାଙ୍କ ବିଷୟରେ, ତାହା ସେହି ସାକ୍ଷ୍ୟ ତାଙ୍କର ଭଲ ଗୁଣ ସମସ୍ତଙ୍କ ଜୀବନରେ ସବୁବେଳେ ମନେ ରହିବ। ବିଶେଷ ଧନ୍ୟବାଦ ଆପଣଙ୍କୁ ସମୟ ଦେଇଥିବେ। ଶେଷ ପ୍ରତିଜ୍ଞା ନେବା ପାଇଁ ଚାହେଁ।
ଯାହାଙ୍କର ଗେହ୍ଲା ପୁଅ କହିଲେ ଅତ୍ୟୁକ୍ତି ହେବ ନାହିଁ, ସେ ହେଉଛନ୍ତି ଆମମାନଙ୍କର ଆମୋଦ ବର୍ଦ୍ଧନ ଆଜ୍ଞା। ତ ତାଙ୍କ ମୁଖରୁ ବାପାଙ୍କର ଅନେକ ପରାମର୍ଶ ମୁଁ ଶୁଣିବାକୁ ପାରୁଛି। ଏଇ ମିନିଷ୍ଟ୍ରି ଲେଭେଲରେ ତାଙ୍କ ପରାମର୍ଶକୁ ବାପା ଗ୍ରହଣ କରନ୍ତି, ତାଙ୍କ କଥାକୁ ସେ ରକ୍ଷା କରନ୍ତି। ତେବେ ଆମେ ଦୁଃଖିତ ଆପଣଙ୍କର ଏ ବିୟୋଗ କାଳରେ ଆମେ ଦୁଃଖ ପ୍ରକାଶ କରୁଛୁ। ନିହାତି ବାପାଙ୍କର ସ୍ମୃତି ବିଷୟରେ ପଦେ ଅନ୍ତର୍ସମାନ କରିବା ପାଇଁ ଅନୁରୋଧ କରୁଛୁ। ଆଜିର ଦିନରେ ଆମ ବାପା ଆମ ସମସ୍ତଙ୍କୁ ଗୋଟେ ବିଷୟ ଶିଖେଇଲେ, ଧନ ମନ ଜୀବନ। ଯଦି କାହାକୁ ଦେଇବା ପାଇଁ ଚାହୁଁଛନ୍ତି ଦେଇଦିଅ ପ୍ରଭୁଙ୍କ ପାଇଁ। ତା ଜୀବନରେ ଧନ ମନ ଆଉ ଜୀବନ ଏ ତିନି ଗୋଟି ବିଷୟ ସେ ପ୍ରଭୁଙ୍କୁ ଦେଇଦେଲେ। ଆଜି ଆମେ ଚାରି ଭାଇ ସେଇ ଗୋଟେ ହିଁ ନିଷ୍ପତ୍ତି। 2021ରେ କୋଭିଡ ଥିଲା, ମୋତେ ଆମେରିକାକୁ ଆହ୍ୱାନ ଆସୁଛି। ମୋତେ ଗୋଟେ ହିଁ ସେଇ ଆହ୍ୱାନ, ଯଦି ମୁଁ ଯିବି ଆମେରିକା ଆଉ ସୁଖରେ ରହିବି ତାହେଲେ ମୋ ଅଞ୍ଚଳବାସୀ କ'ଣ ହେଇପାରିବେ। ଏ ବିଷୟ ବାପା ଆମକୁ ଶିଖେଇଲେ। ମୋ ମଝିଆ ଭାଇନା ଯେ ଏବେ କହୁଥିଲେ ତାଙ୍କ ନାଁ ନିରୋଧ ବର୍ଦ୍ଧନ, ଉତ୍ତରପ୍ରଦେଶରେ ଯେଉଁଠିକି ଯୋଗୀ ସରକାର ଚାଲିଛି, ତାଙ୍କୁ କହିଲେ ନକ୍ସଲବାଦୀ, ଧର୍ମାନ୍ତୀକରଣ, ପୁରା ଉତ୍ତରପ୍ରଦେଶରେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କଲେ, କିନ୍ତୁ ପ୍ରଭୁଙ୍କ ପାଇଁ ମୋ ଜୀବନ ମୋ ଧନ ମୋ ମନ ଦେଇଦେବି। ଆଜି ଦେଖନ୍ତୁ ଜଣେ ବ୍ୟକ୍ତିଙ୍କର ସେ ଯେ ମୋ ବାପା, ମୁଁ ଗର୍ବିତ ତା ସହିତ ହଜାର ହଜାର ଆତ୍ମିକ ପିତା ସେ ସମସ୍ତଙ୍କର। ଆଜି ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଅନେକଙ୍କ ପାଖରେ ଏହି ବାର୍ତ୍ତା ଯାଇପାରି ନଥାଇପାରେ। ଏଇ ଫୁଲ ଗଛ ଥରେ ଦେଖନ୍ତୁ ଆପଣମାନେ, ଫୁଲଟିଏ ଫୁଟିଛି କିନ୍ତୁ ତଳେ କଣ୍ଟା ଅଛି। ବାପାଙ୍କ ଜୀବନରେ ପ୍ରତ୍ୟେକଟି ପାହାଚରୁ ପାହାଚ କଣ୍ଟା ପରି ସମସ୍ୟା, ଆଉ ସେ ସମସ୍ୟା ସେଇ ପ୍ରକାର ହେଇଥିବାରୁ ଆଉ ଫୁଲଟି ଏତେ ସୁନ୍ଦର ଭାବରେ ଫୁଟି ପାରିଛି। ଆଜି ତାଙ୍କ ଉଦ୍ୟାନରେ ଆମେ ବି ଭାବିନଥିଲୁ ଯେ ବାପାଙ୍କର ଉଦ୍ୟାନରେ ଗୋଲାପ ଫୁଲର ଏକ ଉଦ୍ୟାନ ହେଇଯିବ ଏବଂ ଏଇ ପ୍ରକାର ଏକ ସୁନ୍ଦର ହେବ ଏବଂ ଏଇ ପ୍ରକାର ଭାବରେ ଏକ ବାର୍ତ୍ତାଟା ପହଞ୍ଚି ପାରିବେ। ତ ଚାରି ଭାଇ ଆମେ ନିଷ୍ପତ୍ତି ନେଇଛୁ। ବାପା ଆମକୁ ଶିଖେଇଛନ୍ତି ଚାରି ଭାଇ ପାଞ୍ଚ ଭଉଣୀ, ଯଦି କାହାକୁ କିଛି ଦେବି ତାହେଲେ ପ୍ରଭୁଙ୍କୁ ଦେବି। କ'ଣ ଦେବି? ଦେବି ମୋର ମନ ଧନ ଜୀବନ। ଆଉ ଆମେ ଚାରି ଭାଇ ଏବଂ ପାଞ୍ଚ ଭଉଣୀରୁ ବର୍ତ୍ତମାନ ଚାରିଟା ଭଉଣୀ, ଗୋଟେ ହିଁ ଲକ୍ଷ୍ୟ, ପ୍ରଭୁ ଯେଉଁ ଦର୍ଶନ ବାପାଙ୍କୁ ଦେଲେ ସେଇ ଦର୍ଶନକୁ ନେଇକି ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆମେ କାର୍ଯ୍ୟ କରିବୁ, ପରମେଶ୍ୱରଙ୍କର ସେବା କାର୍ଯ୍ୟକୁ ଆଗକୁ ବଢ଼େଇବୁ। ମୋତେ ଦେଖୁଥିବେ ଅନେକ ଭାଇମାନେ ମୋତେ ବହୁତ ଭଲ ପାଆନ୍ତି। ଅନେକ ସମୟରେ ଭାବୁଥିବେ ଭାଇ କାହିଁକି ଖ୍ରୀଷ୍ଟିଆନ ସମାଜରେ ସମସ୍ୟା ଆସିଲେ ଫ୍ରଣ୍ଟ ଲାଇନକୁ ପଳେଇ ଆସୁଛି କହିକି। କାରଣ ବାପା ଶିଖେଇ ଦେଇଛନ୍ତି, ଯଦି ମୋର ଜୀବନଟି ଯିବ ତାହେଲେ ପ୍ରଭୁଙ୍କ ନାମରେ ଯାଉ, କିନ୍ତୁ ମୋ ପ୍ରଭୁଙ୍କ ଅପମାନ ହେବା ପାଇଁ ମୁଁ ଦେଇପାରିବି ନାହିଁ। ଯଦି ମୋର ଧନଟି ଯିବ ପ୍ରଭୁଙ୍କ ପାଇଁ ଯାଉ, କିନ୍ତୁ ମୋ ପ୍ରଭୁଙ୍କର ଗୃହର କାର୍ଯ୍ୟ କି ପ୍ରଭୁଙ୍କର ଗୃହରେ କୌଣସି ଅସୁବିଧା ହେବ ନାହିଁ। ତ ସେଥିପାଇଁ ଆପଣମାନେ ଦେଖିପାରୁଥିବେ ଯେ ପ୍ରଭୁଙ୍କ ପାଇଁ ଯାହା ବି ହେଇଯାଉ ପଛେ ଜୀବନ ଥିବା ପର୍ଯ୍ୟନ୍ତ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପିତାଙ୍କର ଯେଉଁ ଆଦେଶ, ପରମେଶ୍ୱର ଦେଇଥିବା ଦର୍ଶନକୁ ଆମେ ବଜେଇ ରଖିବୁ। ଏବଂ ବାପାଙ୍କ ନାମରେ ଏଇ ଅନୁଷ୍ଠାନ ମୁଁ ଏତେ ଗର୍ବିତ ଯେ ମୁଁ ରାୟଗଡ଼ ମଣ୍ଡଳୀର ଏଇ ଯେଉଁ ମଣ୍ଡଳୀ ବା ଏ ଆଖାପାଖି ଯେଉଁ ମଣ୍ଡଳୀ କେକେ ସିଂ ମଣ୍ଡଳୀ ପୂର୍ବତନ ରାୟଗଡ଼ ମଣ୍ଡଳୀର ଶାଖା ମଣ୍ଡଳୀ। ପରମେଶ୍ୱରଙ୍କର ଯୋଜନା ଦେଖନ୍ତୁ କେମିତି, ରାୟଗଡ଼ ମଣ୍ଡଳୀର ପୁଅକୁ ଆମ ପୂର୍ବତନ ଶାଖା ମଣ୍ଡଳୀ ଅଞ୍ଚଳକୁ, ଯେଉଁ ଅଞ୍ଚଳରେ କି ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ପାଇଁ ଯେ 40 ବର୍ଷ ପୂର୍ବରୁ ବାପା ଚାଲି ଚାଲି ବିନା ପାଦୁକରେ ଆସିଲେ, ଗୋଟେ ବୋଲି ପୁଅ, ବାପା ତାଙ୍କ ବାପା ମାଙ୍କର ଗୋଟେ ବୋଲି ପୁଅ